ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ୱାର। ଶ୍ରୀମନ୍ଦିର ସିଂହଦ୍ୱାର ରୂପା ଛାଉଣି କାମ ଶେଷ ହୋଇଛି। ବରମାଟି କାଠରେ ନିର୍ମିତ କବାଟ ସିଂହଦ୍ୱାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନର ରୂପା ପ୍ଲେଟ୍ ସବୁ ଲଗାଇଛନ୍ତି। ଧାର୍ଯ୍ୟ ସମୟର ବହୁ ଆଗରୁ ଏହି କାମ ଶେଷ ହୋଇଛି। ପିତ୍ତଳ ପୁରୁଣା ଦ୍ୱାର ଖୋଲାଯାଇ ଶ୍ରୀମନ୍ଦିର ସିଂହଦ୍ୱାରରେ ସମ୍ପୂର୍ଣ୍ଣ ଭାବେ ନୂଆ ଦ୍ୱାର ଖୋଲାଯାଇଛି। ପ୍ରଥମେ କାରିଗରମାନେ ବରମାଟି କାଠରେ ସିଂହଦ୍ୱାର ମାପରେ ଦ୍ୱାର ନିର୍ମାଣ କରିଥିଲେ। ତାପରେ ଜଣେ ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ରୂପାରେ ଉତ୍କଳୀୟ ଢାଞ୍ଚାରେ ପ୍ରସ୍ତୁତ ରୂପା ପ୍ଲେଟ୍ ଲଗାଯାଇଥିଲା। ମୁମ୍ବାଇରୁ ଆସିଥିବା 13 ଜଣ କାରିଗର ବରମାଟି କାଠରେ ପୂର୍ବର ସିଂହଦ୍ୱାର ଭଳି ଅବିକଳ ଦ୍ୱାର ନିର୍ମାଣ କରିଛନ୍ତି। ଏହା ଉପରେ ରୂପାର ଅନେକ କାରୁକାର୍ଯ୍ୟ ରହିଛି। ସିଂହ, ପଦ୍ମ ଏବଂ ଶଙ୍ଖର କାରୁକାର୍ଯ୍ୟ ରହିଛି। କବାଟର ଚାରି କୋଣରେ ରୂପାର ପତଳା ପ୍ଲେଟ୍ ଲାଗିବା ପରେ ମଝିରେ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ଡିଜାଇନର ବର୍ଗାକାର ରୂପା ପ୍ଲେଟ୍ ଲଗାଯାଇଛି। ସେହିପରି ଦୁଇ ପାର୍ଶ୍ୱରେ ଦୁଇଟି ସିଂହ ମୂର୍ତ୍ତି ଲଗାଯାଇଛି। ଏହି ଦ୍ୱାରରେ ମା ଲକ୍ଷ୍ମୀ ସାନ୍ତାଣୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଭବ୍ୟ ସ୍ୱାଗତ କରିବେ। ସେପଟେ ନୀଳାଦ୍ରି ବିଜେ ପୂର୍ବରୁ ସିଂହଦ୍ୱାର ରଙ୍ଗକାମ ମଧ୍ୟ ଶେଷ ହୋଇଛି। ତେବେ ବାହୁଡ଼ା ପୂର୍ବରୁ ମଧ୍ୟ ସିଂହଦ୍ୱାରକୁ ରୂପା ଦ୍ୱାର କରାଯାଇଛି। ହେରା ପଞ୍ଚମୀ ଦିନ ରାତିରେ ଲୁହା ଫ୍ରେମ୍ରେ ବରମାଟି କାଠର କବାଟ ସଂଯୋଗ କରାଯାଇଥିଲା। ତାପରେ ଉତ୍କଳୀୟ ଢାଞ୍ଚାରେ ପ୍ରସ୍ତୁତ ରୂପା ଚଦରକୁ ଛାଉଣି କରାଯାଇଥିଲା। ନୀତିକାନ୍ତିକୁ ନେଇ ରୂପା ଦ୍ୱାର ସଂଯୋଗ ହେବା ପର୍ଯ୍ୟନ୍ତ ଏକ ଅସ୍ଥାୟୀ ଦ୍ୱାର ଲଗାଯାଇଥିଲା। ସେପଟେ ବରମାଟି କାଠରେ ପ୍ରସ୍ତୁତ ଏହି ଦ୍ୱାର ଉପରେ ସମ୍ପୂର୍ଣ୍ଣ ରୂପା ଛାଉଣି କରାଯାଇଛି। ଏହି ଦ୍ୱାରରେ ଏକ ଚୋରା କବାଟ ରହିଛି। ଏହିପଟେ ମନ୍ଦିର ଭିତରେ ରହିଯାଇଥିବା ଭକ୍ତ ଓ ସେବକ ଆସିଥାନ୍ତି। ସେପଟେ ପୂର୍ବରୁ ଶ୍ରୀମନ୍ଦିର ଭିତରେ 8 ଗୋଟି ଦ୍ୱାର ରୂପା ଛାଉଣି ସରିଥିବା ବେଳେ ସିଂହଦ୍ୱାର ରୂପା ଛାଉଣି ନେଇ ଦାତା ରୂପା ଦେବାକୁ ସହମତି ପ୍ରକାଶ କରିଥିଲେ, ଯାହାକୁ ନେଇ ରୂପା ଦ୍ୱାର ହେବା ସମ୍ଭବ ହୋଇପାରିଛି। ରୂପା ଚଦର ଉପରେ ପାରମ୍ପରିକ ଡିଜାଇନ୍ କରାଯାଇଛି। ତେବେ 24 ଘଣ୍ଟିଆ ସଶସ୍ତ୍ର ପୋଲିସ ପ୍ରହରା ଏବଂ ସିସିଟିଭି କ୍ୟାମେରା ଲଗାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ରୂପା ଛାଉଣି କରାଯାଇଥିଲା। ପୂର୍ବରୁ ଯେଉଁ ଦାତା ରୂପାଦାନ କରିଥିଲେ ସେ ଦାତା ରୂପାଦାନ କରିବା ନେଇ ସମ୍ମତି ଦେଇଥିବା ବେଳେ ଅଭିଜ୍ଞ କାରିଗର ସିଂହଦ୍ୱାର ଅନୁଧ୍ୟାନ କରିବା ସହ ଆବଶ୍ୟକ ଡିଜାଇନ୍ ଅନୁସାରେ ନୀଳାଦ୍ରି ଭକ୍ତ ନିବାସରେ ରୂପା ଦ୍ୱାର ନିର୍ମାଣ କରାଯାଇଥିଲା। ଆବଶ୍ୟକ ଏନ୍ଓସି ଏଏସ୍ଆଇ ଠାରୁ ଅଣାଯିବା ପରେ ଦ୍ୱାର କାର୍ଯ୍ୟ ହୋଇଛି। ସେହିପରି ମହାପ୍ରଭୁଙ୍କ ରତ୍ନ ପଲଙ୍କର ଆଉ ଏକ ନୂତନ ସେଟ୍ ନିର୍ମାଣ କରାଯିବା ସହିତ ପୁରୁଣା ରତ୍ନ ପଲଙ୍କର ଆବଶ୍ୟକ ମରାମତି କରାଯିବା ନେଇ ପ୍ରସ୍ତାବ ରହିଛି। ପୁରୁଣା ରତ୍ନ ପଲଙ୍କ ପରି ନୂତନ ରତ୍ନ ପଲଙ୍କର ଓଜନ ସମାନ ରହିବ। ତେବେ ପୂର୍ବରୁ ଶ୍ରୀମନ୍ଦିର ଜୟ ବିଜୟ, ବେହରଣ ଏବଂ କଳାହାଟ ଦ୍ୱାର ସମେତ ମହାଲକ୍ଷ୍ମୀଙ୍କ ଗର୍ଭଦ୍ୱାର, ବିମଳା, ସାତ ପାହାଚ, ନୃସିଂହ ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ୱାରକୁ ମିଶାଇ ମୋଟ 8 ଗୋଟି ଦ୍ୱାରକୁ ରୂପା ଛାଉଣି କରାଯାଇଥିଲା। ତେବେ ଆଗାମୀ ଦିନରେ ଶ୍ରୀମନ୍ଦିରର ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର ଦ୍ୱାରକୁ ମଧ୍ୟ ରୂପା ଛାଉଣି ପାଇଁ ଯୋଜନା ରହିଛି। ପୁରୀରୁ ସଞ୍ଜୟ ମହାପାତ୍ରଙ୍କ ରିପୋର୍ଟ, ରିପୋର୍ଟର।